ଦେହ ଅଧିକ ଖରାପ ହୋଇଗଲାଣି। ମୁଁ କଣ କରିବି? ମୁଁ କିଛି ବୁଝିପାରୁନି। ହେ ଭଗବାନ, ମୋତେ କିଛି ବାଟ ଦେଖାନ୍ତୁ। କଣ କରିବି ମା? ମୁଁ ତ ପାଠ ବି ଅକ୍ଷର ପଢିନାହିଁ। ଡାକ୍ତର କଣ କରିବି ମୁଁ ତ କିଛି ବୁଝିପାରୁନି। କଣ କରି କି ଅଚିହ୍ନା ଜ୍ୱର ହେଲା ଯେ? ତୋ ବାପାକୁ ଚାଲ ଆଜି ପୁଣି ଡାକ୍ତରଙ୍କ ପାଖକୁ ନେଇଯିବା। ମା ତୁ ବୁଝୁନୁ କାହିଁକି? ଡାକ୍ତର କଣ କହୁଛନ୍ତି ମୁଁ ତ କିଛି ବୁଝିପାରୁନି। ଡାକ୍ତର କହୁଛନ୍ତି ମୋ ବାପାର ରକ୍ତ ପରୀକ୍ଷା କରିବାକୁ। ଆରେ ତୋ ବାପା ପାଖରୁ ଟିକେ ରକ୍ତ ନେଇଯାଉଁ ସେ ଡାକ୍ତର ପାଖକୁ। ମୁଁ ନେବି, କିନ୍ତୁ କେମିତି ନେବି ଯେ ତୁ କହୁଛୁ? ଆରେ ପୁଅ, ଡାକ୍ତର ପୁରା କହିଛନ୍ତି ଓ ରକ୍ତ ପରୀକ୍ଷା କରିବା ପାଇଁ ତୁ ତୋ ବାପାଙ୍କର ହାତ କାଟି ଟିକେ ରକ୍ତ ନେଇଯାଉନୁ। କିନ୍ତୁ କେମିତି? ହଉ ଠିକ ଅଛି, ମୁଁ ଟିକେ ବାପାଠୁ କାଟିକି ରକ୍ତ ନେଇଯିବି। ଅସୁସ୍ଥ ଅଛି ସାର୍। ନାଇଁ ସାର୍, ତା ପାଇଁ ରକ୍ତ ନେଇଯାଇଛି। ଆପଣ ପରୀକ୍ଷା କରିଦେବେ। ବାପାଙ୍କ ରକ୍ତକୁ ପରୀକ୍ଷା କର, ସେ ତାର ରିପୋର୍ଟ ଦେବେ। ସେଟା କଣ ସାର୍? ଆରେ ତମ ଗାଁରେ କିଏ ପାଠ ପଢୁଛନ୍ତି କି ନାହିଁ? ହଉ ଶୁଣ, ଯିଏ ପାଠ ପଢୁଛନ୍ତି ତମେ ତାଙ୍କ ସାଙ୍ଗରେ ନେଇକି ଆସ, ମୁଁ ତାଙ୍କୁ ସବୁ ବୁଝାଇ ଦେବି।